ଗପ ଅମୃତରେ ବିକ୍ରମ ବେତାଳ ଗଳ୍ପ ଗ୍ରାମ ଜଙ୍ଗଲ। ଶିବପୁରୀ ରାଜ୍ୟର ଗୋଟିଏ ଗ୍ରାମରେ ଶିଖିମୁଖ ନାମକ ଜଣେ ତୀରନ୍ଦାଜ ରହୁଥିଲା। ସେ ଧନୁର୍ବିଦ୍ୟାରେ ପାରଙ୍ଗମ ଥିଲା। ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ ଯଦି କୌଣସି ହିଂସ୍ର ପଶୁ ତାର ଲକ୍ଷ୍ୟର ସମ୍ମୁଖୀନ ହୁଏ ତେବେ ତାର ମୃତ୍ୟୁ ସୁନିଶ୍ଚିତ ଧରି ନିଆଯାଇପାରେ। ଶିଖିମୁଖ ଏକ ପୁତ୍ର ସନ୍ତାନର ଜନକ ହେଲା। ତାର ନାମ ରଖିଲା ବାଣ। ପୁତ୍ର 5 ବର୍ଷର ହୋଇଗଲା ପରେ ସେ ତାକୁ ଧନୁର୍ବିଦ୍ୟା ଶିଖାଇବାକୁ ଆରମ୍ଭ କଲା। ନିଜ ପୁଅକୁ ଜଣେ ଉତ୍ତମ ଧନୁର୍ବୀର ଭାବରେ ଗଢ଼ି ତୋଳିବାକୁ ତାର ତୀବ୍ର ଇଚ୍ଛା ଥିଲା। ବାଣ ମଧ୍ୟ ଧନୁର୍ବିଦ୍ୟା ପ୍ରତି ଗଭୀର ରୁଚି ପ୍ରଦର୍ଶନ କଲା। ଯେତେବେଳେ ଦେଖ ସେ ଧନୁତୀର ସହିତ ଖେଳୁଥିଲା। 10 ବର୍ଷ ବୟସରେ ପାଦ ଦେବା ବେଳକୁ ସେ ପିତାଙ୍କଠାରୁ ଧନୁର୍ବିଦ୍ୟା ସମ୍ବନ୍ଧୀୟ ସମସ୍ତ କୌଶଳ ଶିକ୍ଷାଲାଭ କରି ସାରିଥିଲା। ଦିନେ ଶିଖିମୁଖ ପୁତ୍ରକୁ ସଙ୍ଗରେ ଧରି ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ବାହାରିବା ସମୟରେ ବାଣ ପିତାଙ୍କୁ କହିଲା, ପିତା, ଶିକାରଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବିଦ୍ୟା ଶିକ୍ଷା କରିବାକୁ ମୋର ଆଗ୍ରହ ହେଉଛି। ଶିଖିମୁଖ ପୁତ୍ରର କଥା ଶୁଣି ବହୁତ ଖୁସି ହେଲା। ଶୁଭବେଳା ଦେଖି ସେ ତାର ପୁତ୍ରକୁ ଧର୍ମନିରତ ନାମକ ଜଣେ ଗୁରୁଙ୍କ ପାଖକୁ ବିଦ୍ୟା ଶିକ୍ଷା କରିବାକୁ ପଠାଇଲା। ଗୁରୁ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ। ଦଣ୍ଡକାରଣ୍ୟରେ ଅବସ୍ଥିତ ଧର୍ମନିରତଙ୍କ ଗୁରୁକୁଳରେ ସବୁ ପ୍ରକାର ବିଦ୍ୟା ଶିକ୍ଷା ଦିଆଯାଉଥିଲା। ଏହି ସମୟରେ ଶିବପୁରୀ ରାଜ୍ୟର ରାଜା ସୁରସେନଙ୍କ ପୁତ୍ର ଶିବସେନ ମଧ୍ୟ ସେହି ଗୁରୁକୁଳରେ ବିଦ୍ୟାଭ୍ୟାସ କରୁଥିଲେ। ସମବୟସ୍କ ଶିବସେନ ଓ ବାଣ ମଧ୍ୟରେ ମୈତ୍ରୀ ସ୍ଥାପିତ ହେଲା। ବିଦ୍ୟା ଶିକ୍ଷା ସହିତ ସେଠାରେ ଖଡ୍ଗଯୁଦ୍ଧ, ଗଦାଯୁଦ୍ଧ, ଅଶ୍ୱାରୋହଣ ଆଦି ବିଦ୍ୟା ଶିକ୍ଷା ଦିଆଯାଉଥିଲା। ଏହି ସମୟରେ ଶିବପୁରୀ ରାଜ୍ୟର ରାଜା ସୁରସେନଙ୍କ ପୁତ୍ର ଶିବସେନ ମଧ୍ୟ ସେହି ଗୁରୁକୁଳରେ ବିଦ୍ୟାଭ୍ୟାସ କରୁଥିଲେ। ଯଦିଓ ଏହିସବୁ ବିଦ୍ୟାରେ ଶିବସେନ ଅଧିକ ପ୍ରତିଭା ଦେଖାଉଥିଲେ ତେବେ ଧନୁର୍ବିଦ୍ୟାରେ ବାଣ ଶିବସେନଙ୍କଠାରୁ ଅଧିକ ଦକ୍ଷତା ପ୍ରଦର୍ଶନ କରୁଥିଲା। ଏହା ଶିବସେନଙ୍କ ମନରେ ଦ୍ୱେଷଭାବ ସୃଷ୍ଟି କରୁଥିଲା। ଏହି ଭାବନା ମନରେ କୁରୁଳି ଶେଷରେ ଈର୍ଷା ରୂପ ଧାରଣ କରି ତାଙ୍କ ମନକୁ ଜଳାଇବାକୁ ଲାଗିଲା। ଗୁରୁ ଧର୍ମନିରତ ମଧ୍ୟ ଏହି ପ୍ରଚେଷ୍ଟାରେ ଲାଗି ପଡ଼ିଥିଲେ କିପରି ଶିବସେନ ଧନୁର୍ବିଦ୍ୟାରେ ବାଣଠାରୁ ମଧ୍ୟ ଅଧିକ ପ୍ରତିଭାବାନ ହୋଇପାରିବେ, କାରଣ ଭବିଷ୍ୟତରେ ସେ ଦେଶର ରାଜା ହେବେ। କିନ୍ତୁ ତାହା ସମ୍ଭବ ହେଉନଥିଲା। ତାଙ୍କର ସବୁ ପ୍ରକାର ଉଦ୍ୟମ ବିଫଳ ହେଉଥିଲା। ଗୁରୁ ଓ ଶିବସେନ ଉଭୟଙ୍କର ଆଶା ପୂରଣ ହେଉନଥିଲା। ବାଣ କେତେବେଳେ ବି ନିଜକୁ ଶିବସେନଙ୍କଠାରୁ ଅଧିକ ପ୍ରତିଭାଶାଳୀ ଦେଖାଇବାକୁ ଚେଷ୍ଟା କରୁନଥିଲା। ସେ ସର୍ବଦା ତାଙ୍କ ସହିତ ମୈତ୍ରୀ ଭାବ ପୋଷଣ କରୁଥିଲା। ଏପରିକି କେବେ କେବେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ କହୁଥିଲା, ମିତ୍ର, ଖଡ୍ଗଯୁଦ୍ଧ, ଗଦାଯୁଦ୍ଧ ଓ ଅଶ୍ୱାରୋହଣ ଆଦିରେ ତୁମେ ଅତୁଳନୀୟ। ଏହିପରି ପ୍ରଶଂସା କରି ସେ ତାଙ୍କୁ ଜଣାଉଥିଲା ଯେ ତାଙ୍କ ପରି ମିତ୍ର ପାଇ ସେ ଧନ୍ୟ ହୋଇଛି। କିନ୍ତୁ ଦିନକୁ ଦିନ ଶିବସେନଙ୍କ ମନରେ ବାଣ ବିରୁଦ୍ଧରେ ଈର୍ଷା ଦ୍ୱେଷା ବୃଦ୍ଧି ପାଇବାରେ ଲାଗିଥିଲା। ଥରେ ଧର୍ମନିରତ ଗୁରୁକୁଳରେ ଏକ ହୋମ କରିବାକୁ ସଂକଳ୍ପ କଲେ। ସେଥିପାଇଁ ଆବଶ୍ୟକୀୟ ସମିଧ ଯୋଗାଡ଼ କରିବାକୁ ସେ ବାଣ ଓ ଶିବସେନଙ୍କୁ ଜଙ୍ଗଲକୁ ପଠାଇଲେ। ଜଙ୍ଗଲରେ ସମିଧ ସଂଗ୍ରହ କରୁ କରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇଗଲେ। କ୍ଳାନ୍ତ ଶିବସେନଙ୍କ ଉପରେ ଅଚାନକ ଏକ ସିଂହ ଆକ୍ରମଣ କରିବାକୁ ମାଡ଼ି ଆସିଲା। ସେ ତାହା ଦେଖିପାରିବା ମାତ୍ରେ ନିଜ ତରବାରୀ ଉନ୍ମୁକ୍ତ କଲେ ଓ ସିଂହର ମୁକାବିଲା କଲେ। ଦୁର୍ଭାଗ୍ୟବଶତଃ ସିଂହର ପଞ୍ଜାର ଚୋଟରେ ତାଙ୍କ ହାତରୁ ତରବାରୀ ଖସିଯାଇ ଦୂରରେ ପଡ଼ିଲା ଓ ସେ ବିପଦରୁ ବର୍ତ୍ତିବା ପାଇଁ ଇତସ୍ତତଃ ଦୌଡ଼ିବାକୁ ଲାଗିଲେ। ସେ ବୁଝିପାରୁନଥିଲେ ଯେ ନିରସ୍ତ୍ର ଭାବେ କିପରି ଏକ ସିଂହର ସମ୍ମୁଖୀନ ହେବେ। ତାଙ୍କ ପ୍ରତି ବିପଦ ଘନେଇ ଆସୁଥିବାର ସେ ବୁଝିପାରିଲେ। ସିଂହର ଗର୍ଜନ ଶୁଣି ବାଣ ସତର୍କ ହୋଇ ପଡ଼ିଲା। ସେ ତତ୍କ୍ଷଣାତ୍ ବୁଝିପାରିଲା ଯେ ଶିବସେନ ବିପଦରେ ପଡ଼ିଛନ୍ତି। ସେ ସେଠାରୁ ଦୌଡ଼ି ଆସିଲା ବେଳକୁ ସିଂହକୁ ଦେଖିପାରିଲା ଓ ନିଜ ତୁଣୀରରୁ ତୀର ବାହାର କରି ଲକ୍ଷ୍ୟ ନିବଦ୍ଧ କଲା। ତାର ଲକ୍ଷ୍ୟ ଅବ୍ୟର୍ଥ ହୋଇଥିବାରୁ ତୀର ସିଧାସଳଖ ସିଂହର ମସ୍ତକରେ ଗଳିଗଲା। ଗର୍ଜନ ଛାଡ଼ି ସିଂହ ତଳେ ପଡ଼ିଗଲା ଓ କିଛି ସମୟ ଛଟପଟ ହୋଇ ପ୍ରାଣତ୍ୟାଗ କଲା। ଏହାପରେ ବାଣ ନଜର ବୁଲାଇ ଚାରିଆଡ଼କୁ ଚାହିଁ ଦେଖିଲା ଶିବସେନ ଗୋଟିଏ ଗଛର ଡାଳ ଉପରେ ବସିଛି। ବାଣ ଚିତ୍କାର କରି କହିଲା, ମିତ୍ର, ଭୟ କରନା, ସିଂହ ମରିଗଲା, ତଳକୁ ଓହ୍ଲାଇ ଆସ। ଶିବସେନ ତଳକୁ ଆସି ମୃତ ସିଂହକୁ ଦେଖିଲା, କିନ୍ତୁ ସେ ବାଣକୁ କୃତଜ୍ଞତା ମଧ୍ୟ ଜଣାଇଲା ନାହିଁ। ଓଲଟି ମନକୁ ମନ ତା ସମ୍ମୁଖରେ ନିଜକୁ ହେୟ ମନେ କଲା।
କିନ୍ତୁ ବାଣ ରାଜକୁମାରକୁ ବଞ୍ଚାଇଥିବା କଥା ଗୁରୁକୁଳରେ କାହାରିକୁ ବି ଜଣାଇଲା ନାହିଁ। ସେ ନିଜେ ସେଇ କଥା ସେଇଠାରେ ଭୁଲିଗଲା। ଏପରିକି ଗୁରୁଙ୍କ ଆଗରେ ଘଟଣାର ବର୍ଣ୍ଣନା କଲା ନାହିଁ। ଶିବସେନ ମଧ୍ୟ ମନେ ମନେ ସେଇ ଘଟଣାକୁ ନିଜର ଅପମାନ ବିଚାର କରୁଥିଲା। ସେ କାହାରିକୁ ଜଣାଇବାକୁ ଚାହୁଁନଥିଲା। ସମୟାନ୍ତରେ ଦୁଇ ବାଳକ ଯୁବକରେ ପରିଣତ ହେଲେ ଓ ବିଦ୍ୟାଭ୍ୟାସ ସମ୍ପୂର୍ଣ୍ଣ କରି ସ୍ୱଗୃହକୁ ବାହୁଡ଼ି ଗଲେ। ଏକ ଶୁଭ ମୁହୂର୍ତ୍ତ ଦେଖି ସୁରସେନ ନିଜର ପୁତ୍ର ଶିବସେନଙ୍କର ରାଜ୍ୟାଭିଷେକ କରାଇଲେ। ଶିବସେନ ନିଜର ବାଲ୍ୟମିତ୍ର ବାଣକୁ ଏହି ସମାଚାର ମଧ୍ୟ ପଠାଇଲେ ନାହିଁ। ବାଣ ଅନ୍ୟମାନଙ୍କଠାରୁ ଏହି ଖବର ପାଇ ତାଙ୍କୁ ସାକ୍ଷାତ କରିବାକୁ ଗଲେ, କିନ୍ତୁ ଶିବସେନ ତା ପ୍ରତି ଧ୍ୟାନ ଦେଲେ ନାହିଁ। ଏହାର କିଛିଦିନ ପରେ ରତ୍ନଗିରି ରାଜା ଧୀରଦତ୍ତ ନିଜ କନ୍ୟା ଦୀପ୍ତିଚନ୍ଦନାଙ୍କର ସ୍ୱୟଂବରର ଘୋଷଣା କଲେ। ସେ ମଧ୍ୟ ଏହା ଘୋଷଣା କଲେ ଯେ ଏହି ସ୍ୱୟଂବରରେ ରାଜକୁମାରଙ୍କ ବ୍ୟତୀତ ଯେକୌଣସି ଧନୁର୍ଦ୍ଧର ଭାଗ ନେଇପାରିବେ। ଦୀପ୍ତିଚନ୍ଦନା ଅପୂର୍ବ ସୁନ୍ଦରୀ ଥିଲେ, ତେଣୁ ଅନେକ ରାଜକୁମାର ତାଙ୍କ ସ୍ୱୟଂବରରେ ଭାଗ ନେବାକୁ ଆସିଲେ। ଏହି ସହିତ ଧନୁର୍ବିଦ୍ୟାରେ ପ୍ରବୀଣ ଅନେକ ସାଧାରଣ ଯୁବକ ମଧ୍ୟ ଭାଗ ନେବାକୁ ଆସିଲେ। ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲା ବାଣ। ସ୍ୱୟଂବରକୁ ଆସିଥିବା ଶିବସେନକୁ ଦେଖିବା ମାତ୍ରେ ବାଣ ଅଭିନନ୍ଦନ ଜଣାଇ ପ୍ରଶ୍ନ କଲା, ମିତ୍ର, ସବୁ କୁଶଳ ତ? କିନ୍ତୁ ଶିବସେନ ସଂକ୍ଷେପରେ ହଁ କହି ସେଠାରୁ ଚାଲିଗଲେ। ରାଜା ଧୀରଦତ୍ତ ମଧ୍ୟ ମହାମଣ୍ଡପକୁ ଆସିଥିବା ବୀରଙ୍କୁ ସମ୍ବୋଧିତ କରି କହିଲେ, ସଭା ମଣ୍ଡପରେ ଯେଉଁ ମତ୍ସ୍ୟଯନ୍ତ୍ର ଅଛି ତାକୁ ଯିଏ ଭେଦ କରିପାରିବ ସେହି ବୀରଙ୍କ ସହିତ ମୋ ପୁତ୍ରୀର ବିବାହ ସମ୍ପନ୍ନ ହେବ। ରାଜାଙ୍କ ଘୋଷଣା ଶୁଣିବା ପରେ ଧାଡ଼ିରେ ବସିଥିବା ବାଣକୁ ଶିବସେନ ନିରେଖି ଚାହିଁଲେ। ସେ ଜାଣିଥିଲେ ବାଣ ଧନୁର୍ବିଦ୍ୟାରେ ଖୁବ୍ ଦକ୍ଷ। ତାପରେ ହାରିଯିବା ସୁନିଶ୍ଚିତ। ତାଙ୍କ ମନରେ ଈର୍ଷାର ଅଗ୍ନି ଜଳି ଉଠିଲା। ଉପସ୍ଥିତ ଅନେକ ରାଜକୁମାର ମତ୍ସ୍ୟଯନ୍ତ୍ର ଭେଦ କରିବାକୁ ଆପ୍ରାଣ ଉଦ୍ୟମ କଲେ, ମାତ୍ର ସମସ୍ତେ ବିଫଳ ହେଲେ। ଯେତେବେଳେ ବାଣର ପାଳି ପଡ଼ିଲା, ଶିବସେନ ଉଦ୍ବିଗ୍ନ ହୋଇ ଉଠିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା, ବାଣର ଲକ୍ଷ୍ୟ ବିଫଳ ହେଲା। ଏହା ଦେଖି ଶିବସେନ ଖୁସି ହୋଇଗଲେ। କିଛି ସମୟ ପରେ ଶିବସେନଙ୍କର ପାଳି ଆସିଲା ଓ ସେ ମତ୍ସ୍ୟଯନ୍ତ୍ର ଭେଦ କରିବାରେ ସଫଳ ହେଲେ। ସମସ୍ତେ ହର୍ଷଧ୍ୱନି କଲେ। ଦୀପ୍ତିଚନ୍ଦନା ପ୍ରଫୁଲ୍ଲ ଚିତ୍ତରେ ଶିବସେନଙ୍କର ଗଳାରେ ବରମାଳା ଲଗାଇଲେ। ମହାମଣ୍ଡପ ବାହାରକୁ ଆସିବା ସମୟରେ ଶିବସେନା ବାଣକୁ ଦେଖିପାରି ପାଖକୁ ଡାକି ମତ୍ସ୍ୟଯନ୍ତ୍ର ଭେଦ କରିବା ଜଙ୍ଗଲରେ ଠେକୁଆ ଶିକାର କରିବା କଥା ନୁହେଁ, ଏହିପରି କହି ତାକୁ ପରିହାସ କଲେ। ତାଙ୍କ କଥା ଶୁଣି ବାଣ କେବଳ ସାମାନ୍ୟ ହସିଲା ଓ ବାହାରକୁ ଚାଲିଗଲା। ରତ୍ନଗିରି ରାଜାଙ୍କର ପୁଅ ନଥିଲେ, ତେଣୁ ତାଙ୍କ ପୁତ୍ରୀ ସହିତ ରାଜ୍ୟ ମଧ୍ୟ ଶିବସେନକୁ ଅର୍ପଣ କରାଗଲା। ବିବାହ ପରେ ପତ୍ନୀଙ୍କ ସହିତ ଶିବସେନ ନିଜ ରାଜ୍ୟକୁ ଫେରିଗଲେ। ରାଜଧାନୀ ପହଞ୍ଚିବା ପରେ ଶିବସେନ ପିତାଙ୍କୁ ସ୍ୱୟଂବରର ଘଟଣାବଳୀ ସବିସ୍ତାରେ ଶୁଣାଇବା ସହିତ ବାଣର କଥା ମଧ୍ୟ କହିଲେ। ତା କଥା ଶୁଣି ରାଜା କହିଲେ, ସେହି ବାଣ ତୁମର ଗୁରୁକୁଳର ସହପାଠୀ ଥିଲା ପରା? ତା ପ୍ରତି ପରିହାସ କରି ତୁମେ ବଡ଼ ଭୁଲ କରିଛ। 15 ଦିନ ପରେ ବିଜୟା ଦଶମୀ ଉତ୍ସବ ପାଳିତ ହେଲା। ଏହି ଉତ୍ସବକୁ ସୁରସେନ ବାଣକୁ ବିଶେଷ ଭାବରେ ନିମନ୍ତ୍ରଣ କଲେ ଏବଂ ତାକୁ ସମ୍ମାନିତ କରି କହିଲେ, ଏହି ବୀରଙ୍କର ଲକ୍ଷ୍ୟ ସର୍ବଦା ଅବ୍ୟର୍ଥ ଅଟେ। ପିତାଙ୍କ କଥା ଶୁଣି ଶିବସେନ ବିସ୍ମୟ ପ୍ରକାଶ କଲେ ଓ ହଠାତ୍ ନିଜ ଆସନରୁ ଉଠିପଡ଼ି ସମସ୍ତଙ୍କ ଆଗରେ ବାଣକୁ କୁଣ୍ଢାଇ ପକାଇ କହିଲେ, ମିତ୍ର, ତୁମର ଆପତ୍ତି ନଥିଲେ ଏହିକ୍ଷଣି ମୁଁ ତୁମକୁ ରତ୍ନଗିରି ରାଜପ୍ରତିନିଧି ପଦରେ ନିଯୁକ୍ତି ଦେବାକୁ ଚାହେଁ। ମୋର ଇଚ୍ଛା ତୁମେ ଟାଳିବ ନାହିଁ, ଆଶା କରୁଛି। ବାଣ ନିଜ ମିତ୍ରଙ୍କର ଇଚ୍ଛାକୁ ସହର୍ଷେ ସ୍ୱୀକାର କଲେ। ଏହି କାହାଣୀ ଶୁଣାଇବା ପରେ ବେତାଳ ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, ରାଜନ୍, ବାଣ ମତ୍ସ୍ୟଯନ୍ତ୍ର ଛେଦନ କରିପାରିଲା ନାହିଁ, ତଥାପି ସୁରସେନ ତାକୁ ବିଜୟା ଦଶମୀ ଉତ୍ସବକୁ ନିମନ୍ତ୍ରିତ କଲେ ଓ ଉପାଧି ପ୍ରଦାନ କରି ସମ୍ମାନିତ କଲେ। ପ୍ରଥମରୁ ଯେଉଁ ଶିବସେନ ବାଣକୁ ଭଲ ପାଉନଥିଲା, ଈର୍ଷା କରୁଥିଲା, ସମସ୍ତଙ୍କ ସମ୍ମୁଖରେ ଅପମାନିତ କରୁଥିଲା, ସେହି ଶିବସେନ ଅଚାନକ ବାଣକୁ ରତ୍ନଗିରିର ରାଜପ୍ରତିନିଧି ଭାବରେ ନିଯୁକ୍ତି ଦେଲେ। ଏହିପରି ସବୁ ଘଟିଲା କାହିଁକି? ଏହାର ପଶ୍ଚାତରେ କେଉଁ କାରଣ ଅଛି? ବିକ୍ରମାର୍କ ଉତ୍ତର ଦେଲେ, ଧନୁର୍ବିଦ୍ୟାରେ ବାଣ ସବୁବେଳେ ଶିବସେନଙ୍କ ଠାରୁ ଆଗରେ ଥିଲା। ସେ ଜାଣିଶୁଣି ମତ୍ସ୍ୟଯନ୍ତ୍ର ଭେଦ କଲା ନାହିଁ। ନିଜର ମିତ୍ରର ବିଜୟ ପାଇଁ ସେ ଜାଣିଶୁଣି ହାରିଗଲା। ମିତ୍ର ପାଇଁ ସେ ସୁନ୍ଦରୀ ରାଜକୁମାରୀ ଓ ରାଜ୍ୟକୁ ହାତଛଡ଼ା କଲା। ତାହାର ଏହିପରି ତ୍ୟାଗ
ବନ୍ଧୁତ୍ୱର ଏକ ଅପୂର୍ବ ନିଦର୍ଶନ। ସୁରସେନ ବାଣର ଏହି ମହତ୍ତ୍ୱପଣିଆକୁ ଚିହ୍ନି ପାରିଲେ। ତେଣୁ ସେ ତାଙ୍କୁ ରାଜଧାନୀ ଡକାଇ ସମ୍ମାନିତ କଲେ। ପିତାଙ୍କ କଥା ଓ କାର୍ଯ୍ୟ ଶିବସେନଙ୍କ ଉପରେ ଗଭୀର ପ୍ରଭାବ ରେଖାପାତ କଲା। ତାଙ୍କ ମନରେ ବାଣ ପ୍ରତି ଯେଉଁ ଈର୍ଷାଭାବ ଥିଲା ତାହା ଦୂର ହୋଇଗଲା। ବିଳମ୍ବରେ ହେଉ ପଛକେ ସେ ତାଙ୍କ ମିତ୍ରର ମହାନତାକୁ ବୁଝିପାରିଲେ। ତେଣୁ ରାଜୋଚିତ ବିଦ୍ୟା ଓ ସମସ୍ତ ପ୍ରକାର ଯୋଗ୍ୟତାରେ ପରିପୂର୍ଣ୍ଣ ବାଣକୁ ରାଜପ୍ରତିନିଧି ପଦରେ ନିଯୁକ୍ତ କଲେ। ଏଥିରେ ତିଳେମାତ୍ର ଚଞ୍ଚଳତା କି ତ୍ରୁଟି ନାହିଁ। ଏହିପରି ରାଜାଙ୍କର ମୌନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷଡାଳରେ ଝୁଲି ପଡ଼ିଲା।